हाय नमस्कार मुझे गना भिड नहीं तो आज आम सीटेट एग्जाम देवा जाऊँ आम 6टा सुधा बाहरी गलु जावाई एवं आम टेम्पो आसब तो चलते जीवा टेम्पो के वीडियो से कहूला है कला हाँ हाँ केते गेले 3 को 4 खड़ा गले डोर तो लगुच डोर आगे सांग मैंने आम ये बस स्टॉप अपेक्षा अच्छी मो दुईट सांग छाड़ अपेक्षा कर बस तो ए पर्यंत आसनी भावुँ टे शीघ्र आसू पवा पारे से नहीं पवा पार हाँ वेदिक पहुँची गलु वेदिक जाऊँ रास्ता चली गली हाँ कह बतौछ ସେଇଟା ଯେନ୍ ଥିଲା କି ନାଇଁ ଏଇଟା ଆମର କରବାର ଥିଲା ପହଲାଟା ଦୁଇଟା କରୁଛେ ହେଲେ ଦୁଇଟା କରବାର ଏଇଟା ଦେଖ ଲେଖା ହେଇଛି ପରୀକ୍ଷାର୍ଥୀ ଭାଷା ଭାବରେ ଓଡ଼ିଆ ଭାଷାରେ ବାଛି ନେଇଥିବା ଭାଗ ବିରେ ପ୍ରଶ୍ନ ସଂଖ୍ୟା ଏତିକି ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉତ୍ତର ଦେବାକୁ ଚେଷ୍ଟା କରିବା ଉଚିତ କ୍ୟାଣ୍ଡିଡେଟ୍ ସୁଡ୍ ବି ଆଟେମ୍ପ୍ଟ ଦ କ୍ୱେଶ୍ଚନ୍ ଫ୍ରମ୍ ଏତିକି ପାର୍ଟ ଭି ଲେଖା ହେଇଛି ଦେଖ ଲାଙ୍ଗୁଏଜ୍ ଟୁ ତୁମର କାଣା ଇଂଲିଶ ହଁ तुम आदि नहीं देख लांगुएज 1 आम ओडिया थिला लांगुएज 2 आमर इंग्लिश थिला यहाँ दिन 2टा पेपर देवे हाँ 2टा देवे क्या भी बाहर करो इजा बाहर करो खुलो हाँ बोले लांगुएज 1 दिया इटा नहीं करबो आउट सियाड़े उल्टो सियाड़े थी आउट इटा 91 92 नहीं हिंदी रो भी ना 2टा पार्ट दी ना देखो लैंग्वेज 2 नहीं कर मुई एटा अछि एटा करबार एटा हमको करबार थिला हां करबार थिला एटा जे हिंदी दीथिबा एटा जे हिंदी दीथिबा लैंग्वेज 2 थी बोले आम तो लैंग्वेज 1 ओडिया और लैंग्वेज 2 हिंदी दिले हां हिंदी रे तुम पढ़ी करी करी पकाबो का दे देबा विज्ञापन अध्यापन जे बसिरी पढुतो माने बोले यहाँ भी हिंदा देबा हैं यहाँ आम परीक्षा देके आसिक ये डिस्कसन कर परीक्षा जहाँ तो कहनी खराब एत बकवास परीक्षा देखिए फास्ट पेपर केमी अच्छी सेकेंड पेपर तो इंस्ट्रक्शन बुझी बुझी टाइम गला टाइम है जमारू एग्जिट समस्त जमी कहते कि बहुत लेंथी क्वेश्चन देती हो मैटर कर ओडिया लैंग्वेज ना हिंदी लैंग्वेज तो से डिफिकल्टी होची कारण 2टा लैंग्वेज को पढ़ला बेले आमर टाइम बहुत सारा कंज्यूम हो तो टाइम टी है गले देखा कौन कौन ठीक है बोले आम क्वेश्चन सब 5टा पर एग्जाम दे सारा पर आम बाहरी गलु जीवाई आईटा बस स्टॉप जीवार रास्ता आम एग्जाम देखी सेंटर को बाहर 5टा हो गला बैंड बाजी गला हमर चिनार बैंड बाजी गला तुम बैंड केंदा बाजला ड्राम नहीं बाजी गिरी बस केते बोला भाई
आम ना सिटी एग्जाम दे अपेक्षा अच्छे बस अपेक्षा के अर्चना ବହୁତ କଥା ଲାଗାନ ବସ୍ ଗୋଟେ ଏତାଲେ ଖାଲି ବସିକିନା ଭାଗନ ଯାଇକିନା ଖାଲି ଶୁଇ ଦେଖୁଛି ସରିଗଲା एग्जाम गला ଆଉ ଏକ୍ଜାମ୍ ଆଗ ଯାହା ଆଠ ଦିନ ଦିନ ଭାଗ ଦେଇଛି और देव बम्बे छुने देखा ना এইটা ଥିଲା ଆଜି ପୁରା ହୋଲ୍ ଡେର ଭିଡ଼ିଓଟା ତ ଆମର ପେପର୍ରେ କେମିତି ଆସିଥିଲା ସେ ରିଲେଟେଡ଼୍ ଏବେ ଆମେ ଡିସ୍କସନ୍ କରିବା ତ ଅବଭିୟସ୍ଲି ଆମର ପେପର୍ଟା ଲେନ୍ଦି ଥିଲା ଆଉ ସମସ୍ତେ ଯାହା କହୁଛନ୍ତି ପେପର୍ ଲେନ୍ଦି ଥିଲା ଆଉ ତାପରେ ଆମର କ୍ୱେଶ୍ଚନ୍ ହାର୍ଡ଼ ଆସିଥିଲା କି ଇଜି ଆସିଥିଲା ତ ଇଜି ଟୁ ମଡରେଟ୍ ଖାଲି ପେପର୍ ଲେନ୍ଦି ଥିଲା ତ ସେଥିପାଇଁ ପଢ଼ିବା ପାଇଁ ଟାଇମ୍ ନଥିଲା ଅବଭିୟସ୍ଲି ଆମେ ଓଡ଼ିଆ ମିଡ଼ିୟମ୍ ପିଲା ତ ଆମର ପେପର୍ 1 ଓଡ଼ିଆ ଥିଲା ଆଉ ଆମକୁ ଲାଙ୍ଗୁଏଜ୍ରେ ହିନ୍ଦୀ ଆଉ ଇଂଲିଶ ଥିଲା ତ ଇଂଲିଶ ପଢ଼ିଲେ ଆମେ ଅଧା ବୁଝୁଛୁ ତାପରେ ଓଡ଼ିଆ ପଢ଼ିଲେ ହିନ୍ଦୀ ପଢ଼ିଲେ ଅଧା ବୁଝୁଛୁ ତ ଦୁଇଟା ଲାଙ୍ଗୁଏଜ୍ରେ ପଢ଼ିଲା ବେଳେ ଆମକୁ ଟାଇମ୍ ଲାଗୁଛି ଅବଭିୟସ୍ଲି ପୁଣି ବହୁତ ସାରା ଲେନ୍ଦି କ୍ୱେଶ୍ଚନ୍ ଥିଲା ତ ସେଥିପାଇଁ ବହୁତ ପ୍ରୋବ୍ଲେମ୍ ହେଉଥିଲା ଆଉ ଫାଷ୍ଟ ଯେହେତୁ ଏକ୍ଜାମ୍ ଦେଉଥିଲୁ ତ ଏକ୍ଜାମ୍ କେମିତି ହୁଏ ତା'ର ଇନଷ୍ଟ୍ରକ୍ସନ୍ ସବୁ ବୁଝିବା ପାଇଁ ଟାଇମ୍ ନେଉଥିଲା ଆଉ ବହୁତ ସାରା ଜିନିଷ ଫିଲ୍ଅପ୍ କରିବା ପାଇଁ ଦେଇଥିଲା ଫାଦର୍ ନେମ୍ ମଦର୍ ନେମ୍ ଯାହାକି ଅଦର ଏକ୍ଜାମ୍ରେ ସେମିତି ହୁଏନି ତ ଫିଲ୍ଅପ୍ କରିବାରେ ମଧ୍ୟ ଟାଇମ୍ ନେଉଥିଲା ଆଉ ଏଥିରେ କ'ଣ ହେଇଛି କି ବହୁତ ପିଲା ମିଷ୍ଟେକ୍ ବି କରିଛନ୍ତି ଲାଙ୍ଗୁଏଜ୍କୁ ନେଇକି ତ ଆମର ଫାର୍ଷ୍ଟ ଲାଙ୍ଗୁଏଜ୍ ଥିଲା ଓଡ଼ିଆ ସେକେଣ୍ଡ ଲାଙ୍ଗୁଏଜ୍ ଥିଲା ଇଂଲିଶ ତ ସେଥିରେ ଆମେ ଫାର୍ଷ୍ଟ ପେପର୍ରେ ଯେଉଁ ଆମର ଦୁଇଟା ବୁକଲେଟ୍ ଦେଇଥିଲା ଗୋଟେଥିରେ ଓନ୍ଲି ଲାଙ୍ଗୁଏଜ୍ ପେପର୍ ଥିଲା ଆଉ ଗୋଟେ ବୁକଲେଟ୍ରେ ଫାର୍ଷ୍ଟ ଲାଙ୍ଗୁଏଜ୍ର ଥିଲା ହିନ୍ଦୀ ଆଉ ଇଂଲିଶ ତ କ'ଣ କରୁଛନ୍ତି ଅଧା ପିଲା ଓଡ଼ିଆରେ ବି ଦୁଇଟା ପାରାଗ୍ରାଫ୍କୁ ଓଡ଼ିଆରେ କହିଦେଉଛନ୍ତି ଆଉ ସେମିତି ହିଁ ମିଷ୍ଟେକ୍ ହେଇପାରିଛି ସେମିତି ବି ମିଷ୍ଟେକ୍ ହେଇଛି ତ ମୋର କ'ଣ ହେଲା କି ପେପର୍ ପଢ଼ୁ ପଢ଼ୁ ଲାଷ୍ଟରେ ଟାଇମ୍ ହେଲାଣି ଆଉ ମୋତେ ସେକେଣ୍ଡ ପେପର୍ରେ 30ଟା କ୍ୱେଶ୍ଚନ୍ ପୁରା ମୁଁ ସେମିତି ହିଁ ଏମ୍ ଆର୍ ସିଟ୍ରେ ଗୋଲ ବୁଲେଇ ଦେଇକି ଆସିଲି ଆଉ ଜଷ୍ଟ ଟିକେ ମାର୍କ ଦେଇଥିଲି ମୋ କପିରେ ଆଉ ତ ମୋ ସ୍କୋର୍ କହିବାକୁ ଗଲେ ସେକେଣ୍ଡ ପେପର୍ରେ ମଧ୍ୟ ବୋର୍ଡ଼ର ଲାଇନ୍ ଉପରେ ଅଛି ମୁଁ 82 81 ଆଉ ମୋ କରେକ୍ସନ୍ କରିବା ଅନୁସାରେ ତ ଏବେ ପର୍ଯ୍ୟନ୍ତ ଆନ୍ସର୍ ସିଟ୍ଟା ଆସିନି ତ ତାପରେ ଆଉ ଥରେ କରେକ୍ସନ୍ କଲାପରେ ସେ ମାର୍କ ବଢ଼ିବ ନା କମିବ ସେଇଟା କିଏ ଜାଣେ କେମିତି ହେବ କିନ୍ତୁ ଫାର୍ଷ୍ଟ ପେପର୍ରେ 104 ଅଛି ଆଉ ସେ ଅବଭିୟସ୍ଲି ସେଥିରୁ ବି ମାର୍କ କଟିବ ମୁଁ ଜାଣିଛି କିନ୍ତୁ ଭାବୁଛି ଗୋଟେ ପେପର୍ କ୍ଲିୟର୍ ହେଲେ ଭଲ ହୁଅନ୍ତା କାରଣ ଏତେ ପରିଶ୍ରମ କରିକି ଆମେ ପଢ଼ିକି ବି ଗଲୁ ଏକ୍ଜାମ୍ ଦେବାକୁ ବି ଗଲୁ ଏକ୍ଜାମ୍ ଦେବା ସହିତ ଆମେ ହଇରାଣ ବି ବହୁତ ହେଇଛୁ ଆଉ ତ ଓନ୍ଲି 1 ପେପର୍ ହେଲେ କ୍ଲିୟର୍ ହେଲେ ଭଲ ହୁଅନ୍ତା ବୋଲି ଭାବୁଛି ମୁଁ କିନ୍ତୁ ସେଇଟା ଡିପେଣ୍ଡ କରୁଛି ଆମେ କେମିତି ଏକ୍ଜାମ୍ ଦେଇଛୁ ତ ଏତେ ସାରା ଭିଡ଼ିଓ ଦେଖିବାକୁ ମିଳୁଛି କି ଏତେ ହାର୍ଡ଼ କ୍ୱେଶ୍ଚନ୍ ପଡ଼ିଛି ବହୁତ ସାରା ଟିଚର୍ ମଧ୍ୟ ଏକ୍ଜାମ୍ ଦେବା ପାଇଁ ଆସିଥିଲେ ଆଉ ମିଷ୍ଟେକ୍ ବି କରିଛନ୍ତି ତ ସେଇଟା ଫାର୍ଷ୍ଟ ଏକ୍ଜାମ୍ ଯେହେତୁ ଦେଉଛୁ କାହାର ମିଷ୍ଟେକ୍ ବି ହେଇପାରେ ତ ଏଇଟା ଥିଲା ଆଜିର ଭିଡ଼ିଓଟି ପୁଣି ଦେଖା ହେବା ଆମେ ନେକ୍ସଟ ଭିଡ଼ିଓରେ ଥ୍ୟାଙ୍କ ୟୁ ସୋ ମଚ୍ ଟେକ୍ କେୟାର୍ ବାଏ ବାଏ।